ମହେନ୍ଦ୍ରଗିରି ସମ୍ପର୍କରେ କହିବି। ମହେନ୍ଦ୍ରଗିରି ଏକ ପୁରାଣ ପ୍ରସିଦ୍ଧ ସ୍ଥାନ। ମହେନ୍ଦ୍ରଗିରି ହେଉଛି ଗଣ୍ଡୱାନା ଲ୍ୟାଣ୍ଡର ଏକ ଅଂଶ। ଏହି ପର୍ବତମାଳାଟି ଦକ୍ଷିଣକୁ ଆହୁରି ଲମ୍ବିଛି, ଗଜପତି ଜିଲ୍ଲା ଠାରୁ ଆହୁରି ଦକ୍ଷିଣକୁ ଲମ୍ବିଛି। କେତେକଙ୍କ ମତରେ ତାମିଲନାଡୁର ଏକ ପର୍ବତ ମଧ୍ୟ ମହେନ୍ଦ୍ରଗିରି। ଆମେ ଏଠାରେ ମତ ଦେଉ ଯେ ମହେନ୍ଦ୍ରଗିରି ହେଉଛି ଗଜପତି ଜିଲ୍ଲାରେ ଅବସ୍ଥିତ ମହେନ୍ଦ୍ରଗିରି, ତାହା ହିଁ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି। ଆଉ କେତେକଙ୍କ ମତରେ କେରଳର ଏକ ଅନୁଚ୍ଚ ପର୍ବତ ମଧ୍ୟ ମହେନ୍ଦ୍ରଗିରି ଭାବରେ ବିଦିତ। ଏ ସମ୍ପର୍କରେ ଅନେକ ଆଲୋଚନା ହୋଇଛି, ଅନେକ ସମ୍ପାଦନ ହୋଇଛି, ଅନେକ ଅନୁସନ୍ଧାନ ହୋଇଛି, ଅନେକ ବାଦ ବିବାଦ ବିସମ୍ବାଦ ସବୁ ହେବା ପରେ ଶେଷରେ ସ୍ଥିର ହୋଇଛି। ବିଶିଷ୍ଟ ଐତିହାସିକ ଗବେଷକମାନେ ମତ ଦେଇଛନ୍ତି ଯେ ଗଜପତି ଜିଲ୍ଲାରେ ଅବସ୍ଥିତ ମହେନ୍ଦ୍ରଗିରି ହିଁ ପ୍ରକୃତିରେ ମହେନ୍ଦ୍ରଗିରି। କାହିଁକି ନା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି କଳିଙ୍ଗର ଅନ୍ତର୍ଭୁକ୍ତ ଥିଲା। କଳିଙ୍ଗର ଅନ୍ତର୍ଭୁକ୍ତ ଥିବା ମହେନ୍ଦ୍ରଗିରି ହେଉଛି ଆମ ଗଜପତି ଜିଲ୍ଲାରେ ଅବସ୍ଥିତ ମହେନ୍ଦ୍ରଗିରି। ଏହି ମହେନ୍ଦ୍ରଗିରି ହେଉଛି ସମୁଦ୍ର ପତନ ଠାରୁ 1501 ମିଟର ବା 4923 ଫୁଟ ଉଚ୍ଚ। ଏଠାକୁ ଯିବା ପାଇଁ ବ୍ରହ୍ମପୁର ଆଡ଼ୁ ତୁମ୍ବା ଦେଇ ଏକ ରାସ୍ତା ଅଛି। ମହେନ୍ଦ୍ରଗିରି ଶିଖର ପର୍ଯ୍ୟନ୍ତ ବର୍ଷର ସବୁ ସମୟରେ ସେ ରାସ୍ତା ଦେଇ ଯାଏ। ଆଉ ଏକ ରାସ୍ତା ଅଛି 5 ନମ୍ବର ଜାତୀୟ ରାଜପଥରୁ ଆନ୍ଧ୍ର ଗୋପିଲି କିଞ୍ଚିଲିଙ୍ଗି ଓଡ଼ିଶାର ଦେଇ କଇଁପୁର ହେଇ ମଧ୍ୟ ମହେନ୍ଦ୍ର ପର୍ବତକୁ ଯାଇ ହେବ। ସବୁଦିନିଆ ରାସ୍ତା ଅଛି। ଆଉ ଏକ ରାସ୍ତା ହେଲା ବ୍ରହ୍ମପୁର ଠାରୁ ରାମଗିରି ଜିରାଙ୍ଗ କଇଁପୁର ହେଇ ମହେନ୍ଦ୍ରଗିରିର ଶିଖର ତମ ପ୍ରଦେଶରେ ମଧ୍ୟ ପହଞ୍ଚି ହେବ ବର୍ଷର ଯେକୌଣସି ସମୟରେ। ଏଭଳି ଭାବରେ ମହେନ୍ଦ୍ରଗିରିର ଅବସ୍ଥିତି ରହିଛି। ମହେନ୍ଦ୍ରଗିରି ପୁରାଣ, ଇତିହାସ, ବିଜ୍ଞାନ, ଭୂଗୋଳ, ପର୍ଯ୍ୟଟନ ଏବଂ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ସ୍ଥାନ ଅଟେ। ଏ ସମ୍ପର୍କରେ ପର୍ଯ୍ୟାୟକ୍ରମେ ଆମେ ଆଲୋଚନା କରିବା। ଆଜି କେବଳ କିଛି ପୂର୍ବାଭାସ ଦିଆଗଲା ମହେନ୍ଦ୍ରଗିରି ସମ୍ପର୍କରେ। ଏ ସମ୍ପର୍କରେ ବିଶେଷ ଭାବରେ ଆମେ ଆଲୋଚନା କରିବା ଆଗାମୀ ସମୟରେ। ଆଜି ସମୟ ହେଲାଣି, ଏତିକିରେ